ଖଟ ବକ୍ସରେ ଏହିସବୁ ରଖିବା ଅଶୁଭ, ଅନିଦ୍ରା ସହ ହୁଏ ଧନହାନି। ବାସ୍ତୁଶାସ୍ତ୍ରରେ ଘରର ପ୍ରତ୍ୟେକ ମହତ୍ତ୍ୱପୂର୍ଣ୍ଣ ଜିନିଷ, ଏହାର ବ୍ୟବହାର ଓ ପ୍ରଭାବ ବିଷୟରେ ବର୍ଣ୍ଣନା କରାଯାଇଛି। ଏଥିରେ ରୋଷେଇ ଘର, ଶୟନ କକ୍ଷ, ପୂଜା ଘର, ଗାଧୁଆ ଘର ଆଦି ବିଷୟରେ ବର୍ଣ୍ଣନା କରାଯାଇଛି। ସେହିଭଳି ଶୟନ କକ୍ଷର ସଠିକ୍ ଦିଗକୁ ମୁଣ୍ଡ କରି ଶୋଇବା ପରେ ମଧ୍ୟ ଖଟ ତଳେ ଏପରି କେତେକ ଜିନିଷ ରହିଛି ଯାହାକୁ ରଖିବା ଦ୍ୱାରା ନକାରାତ୍ମକ ପ୍ରଭାବ ପଡ଼ିବା ସହ ଜୀବନରେ ଅଶାନ୍ତି ଲାଗି ହୁଏ, ଅସଫଳତା ମିଳିବା ସହ ଅନେକ ରୋଗ ଲାଗି ରହିଥାଏ। ଜାଣନ୍ତୁ ଏହି ବିଷୟରେ। ଅନେକ ଲୋକେ ସୁରକ୍ଷା ଦୃଷ୍ଟିରୁ ସୁନା ଗହଣା ଆଦିକୁ ଖଟ ଭିତରେ ଥିବା ବାକ୍ସରେ ମଧ୍ୟ ରଖିଥାନ୍ତି। ମାତ୍ର ଏହିଭଳି କରିବା ଆଦୌ ଉଚିତ ନୁହେଁ। ସୁନାର ସମ୍ବନ୍ଧ ଭଗବାନ ବିଷ୍ଣୁଙ୍କ ସହ ରହିଛି। ଏହା ସମୃଦ୍ଧିର ପ୍ରତୀକ। ତେଣୁ ଏହାକୁ ଖଟ ବାକ୍ସ ମଧ୍ୟରେ ରଖିବା ଦ୍ୱାରା ଭଗବାନ ବିଷ୍ଣୁ ମା ଲକ୍ଷ୍ମୀଙ୍କର ଅବମାନନା ହୋଇଥାଏ। ଫଳରେ ଆର୍ଥିକ ସମସ୍ୟା ଲାଗିବା ସହ ଅଯଥା ଟଙ୍କା ଖର୍ଚ୍ଚ ହୋଇଥାଏ। ବାସ୍ତୁଶାସ୍ତ୍ର ଅନୁଯାୟୀ ଶୟନ କକ୍ଷରେ ଜୋତା ଚପଲ ଆଦୌ ରଖିବା ଉଚିତ ନୁହେଁ। ଶୟନ କକ୍ଷରେ ବ୍ୟବହାର କରୁଥିବା ଚପଲ ମଧ୍ୟ ଖଟର ଏକଦମ ନିକଟରେ ରଖନ୍ତୁ ନାହିଁ। ଯେଉଁ ଆଡ଼କୁ ମୁଣ୍ଡ ଦେଇ ଶୋଉଛନ୍ତି ସେହିଠାରେ ମଧ୍ୟ ରଖନ୍ତୁ ନାହିଁ। ନୂଆ ଜୋତା ଚପଲକୁ ମଧ୍ୟ ଖଟ ବକ୍ସ ମଧ୍ୟରେ ରଖନ୍ତୁ ନାହିଁ। ଏହାଦ୍ୱାରା ନକାରାତ୍ମକ ପ୍ରଭାବ ପଡ଼ିବା ସହ ରୋଗ ଲାଗି ହୋଇଥାଏ, ଅଭାବ ମଧ୍ୟ ଲାଗି ରହିଥାଏ, ଅନିଦ୍ରା ସମସ୍ୟା ମଧ୍ୟ ସୃଷ୍ଟି ହୁଏ। ବାସନ କିମ୍ବା ନୂତନ ବାସନକୁ ଖଟ ବକ୍ସରେ ରଖନ୍ତୁ ନାହିଁ। ଏହାଦ୍ୱାରା ମାତା ଲକ୍ଷ୍ମୀ ଅସନ୍ତୁଷ୍ଟ ହୋଇଥାନ୍ତି। ସେହିପରି ଷ୍ଟିଲ ବାସନ ଗୁଡ଼ିକ ସମ୍ବନ୍ଧ ଶନି ଗ୍ରହ, ପ୍ଲାଷ୍ଟିକ୍ କିମ୍ବା କାଚ ପାତ୍ରର ସମ୍ବନ୍ଧ ରାହୁ ଗ୍ରହ ସହ ଜଡ଼ିତ। ଏହିସବୁ ଜିନିଷ ଖଟ ବକ୍ସରେ ମଧ୍ୟ ରଖିବା ଦ୍ୱାରା ଅନିଦ୍ରା ସମସ୍ୟା ସହ ବିଭିନ୍ନ ରୋଗ କାରଣ ପାଲଟିଥାଏ। ମା ଲକ୍ଷ୍ମୀ ଅସନ୍ତୁଷ୍ଟ ହେବା ସହ ଆର୍ଥିକ ସମସ୍ୟା ଲାଗି ରହେ। ଖଟର ବକ୍ସରେ ମଧ୍ୟ ଟଙ୍କା ପଇସା ମଧ୍ୟ ରଖନ୍ତୁ ନାହିଁ। ଏହାଦ୍ୱାରା ମା ଲକ୍ଷ୍ମୀ ଅସନ୍ତୁଷ୍ଟ ହୋଇଥାନ୍ତି। ଟଙ୍କା ପଇସାର ଅଭାବ ଲାଗି ରହିଥାଏ। ଅଇଁଠା ବାସନକୁ ମଧ୍ୟ ଖଟ ତଳେ ରଖନ୍ତୁ ନାହିଁ।